କାହାଣୀର ନାଁ ଆତ୍ମାର ଭୋକ। ଯେତେବେଳେ ସ୍ୱାମୀ ବିବେକାନନ୍ଦ ଆମେରିକା ପ୍ରବାସରେ ଥିଲେ, ସେ ନିଜେ ନିଜର ଭୋଜନ ପ୍ରସ୍ତୁତ କରୁଥିଲେ। ଦିନେ ସେ ଭୋଜନ ତିଆରି କରିସାରିଥାନ୍ତି, କିଛି ଭୋକିଲା ଥିବା ବାଳକ ଆସି ପହଞ୍ଚିଲେ। ସ୍ୱାମୀଜୀ ସବୁତକ ଭୋଜନ ସେହି ବାଳକମାନଙ୍କୁ ବାଣ୍ଟିଦେଲେ। ଏଥିରେ ତାଙ୍କୁ ବହୁତ ପ୍ରସନ୍ନ ଲାଗିଲା। ପାଖରେ ଗୋଟିଏ ଆମେରିକୀୟ ମହିଳା ଛିଡ଼ା ହୋଇ ଏହା ଦେଖୁଥିଲା। ସେ ପଚାରିଲା, ସ୍ୱାମୀଜୀ, ଆପଣ କିଛି ନ ଖାଇ ସବୁତକ ପିଲାମାନଙ୍କୁ ଦେଇଦେଲେ? ସ୍ୱାମୀଜୀ ଉତ୍ତର ଦେଲେ, ଏଇ ଛୋଟ ବାଳକମାନେ ମୋ ସମ୍ମୁଖରେ ଭୋକରେ ଛିଡ଼ା ହୋଇଥାନ୍ତେ, ତେବେ ମୋର ଆତ୍ମା ଛଟପଟ ହୋଇଥାନ୍ତା। ଏମାନଙ୍କୁ ଭୋଜନ କରାଇ ମୁଁ ଆତ୍ମଶାନ୍ତି ଅନୁଭବ କରୁଛି। ମନ ତୃପ୍ତ ହେବା କାରଣରୁ ମୋ ପେଟର ଭୋକ ଶାନ୍ତ ହୋଇଗଲା। ସ୍ୱାମୀଜୀଙ୍କର କଥା ଶୁଣି ବିଦେଶୀ ମହିଳା ଜଣକ ଶ୍ରଦ୍ଧାରେ ମୁଣ୍ଡ ନୁଆଇ ଦେଲା। ବିଚାର କ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାର କ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।